ଏଠି ଚା ବସିଲା ବୁଝିଲ। ଏତେ ଗରମରେ ଚା ମଣିଷ ପିଏ। ଚା ଚାଲିଛି, ଚା ଆସ ପିଇବ ସବୁ। ସେ କାହିଁ ଯାଇଛି କାହିଁ ଯାଇଛି କହିଲୁ ଭାଇ? ଏତେ ଜୋର ତ ତାକୁ ଡର ମାରୁଛି, ଯାଉଛି କାହିଁକି? ହେଲା ଚାଲିଛି ଚା। ଆରେ ଭାଇ ଜୟ ଶ୍ରୀରାମ, ମୁଁ ପ୍ରଭାତ। ଏବେ ଟାଇମ୍ ଆସି ହେଇଗଲାଣି ସକାଳ 6:15। 6:15ରୁ ବ୍ଲଗ୍ଟା ଷ୍ଟାର୍ଟ କରୁଛି। ତ ଆଜିର ଦିନ କ'ଣ ରହୁଛି କ'ଣ ନାହିଁ ଆପଣମାନଙ୍କ ସାମ୍ନାରେ ପୁରା ରହିବ। ଆଉ ଗରମ ଯେ ପ୍ରବଳ, ଏବେ ରୋଷେଇ ଭାଇ ଉଠିକି ରୋଷେଇ କରୁଛି। ଝାଳ ଯେ ମୁଣ୍ଡ ପୁରା ଝାଳ ସବୁ ହେଇଗଲାଣି, ଦେହ ପୁରା ସବୁ କାମ କରିବା ବି ମୁସ୍କିଲ ହେଇଯାଉଛି। ଏତେ ଜୋରେ ଗରମ ପଡ଼ିଛି ମାନେ କହିବାର କଥା ନାହିଁ। ତ ଆପଣମାନଙ୍କ ସାମ୍ନାରେ ବାହାର ପଟର ଦୃଶ୍ୟ କେମିତି ଅଛି ଟିକେ ଦେଖି ନିଅନ୍ତୁ। ରହିଲା ବାହାର ପଟର ଦୃଶ୍ୟ ଏମିତି ଅଛି ହେଲା। ଏବେ ସୂର୍ଯ୍ୟ ମହାପ୍ରଭୁ ଆସିଲେଣି, ଟିକେ ଟିକେ ଧୀରେ ଧୀରେ ପଳେଇ ଆସିଲେଣି। ଖରା ଯେ ପ୍ରବଳ ଖରା ହେବ, କହିବାର କଥା ନାହିଁ ହେଲା। ଏଇ ହେଉଛି ଆଜିର ପାଗଟା, ଏମିତି ଅଛି। ତ ପ୍ରବଳ ଜୋରେ ଗୁଳୁଗୁଳି ପ୍ରବଳ ଜୋରେ ହେଇଗଲା। ଭାଇ ଆମର ଏଠି ରୋଷେଇ କରୁଥିଲା, ସିଏ ଏଇଠି ଝାଳ ଝାଳରେ ଏକାଥରେ ଆଠି ହେଇକିରି ସେଠି ବସିଛି। କ'ଣ ନା ରାଜକୁମାର ବ୍ଲଗ ଦେଖୁଛି। ଭାଇ ଗୁଡ୍ ମର୍ଣ୍ଣିଂ ହେଲା। ସିଏ ତା ଦେହରେ ପୁରା ଝାଳ ଯେ ପ୍ରବଳ ଝାଳ। ଆଜିର ରୋଷେଇ କ'ଣ? ଆମର ଏଠି ଭାତ ସରିଗଲାଣି। ଏଠି ସଜନା ଛୁଇଁ କଟା ହେଇଛି, ମସଲା ସେଠି ଛେଚା ହେଇ ଥୁଆ ହେଇଛି, ତରକାରୀ ହେବ ବୁଝିଲ। ତ ଏଠି ଏମିତି ଏପଟ ସେପଟ ଏଇ ସବୁ ପଡ଼ିଛି, ଆଉ ସାଇଜ୍ କିଛି ହେଇନି ବୁଝିଲ। ଆଉ ଆପଣମାନଙ୍କୁ ଆଉ ଗୋଟେ କଥା କହି ରଖୁଛି, ଏ ଯେଉଁ ଖରାରେ ଘରୁ ବାହାରନ୍ତୁ ନାହିଁ। ଘରୁ ଯଦି ବାହାରୁଛନ୍ତି ତ ହାତରେ ଛତା, ହାତରେ ପାଣି ବୋଟଲ, ମୁଣ୍ଡରେ ଓଦା ଗାମୁଛା ପକେଇକିରି ଘରୁ ବାହାରନ୍ତୁ। ଯଦି ଜରୁରୀକାଳୀନ କାମ ପଡ଼େ ତ ଘରୁ ବାହାରନ୍ତୁ, ନଚେତ୍ ଖରା କମିବା ପର୍ଯ୍ୟନ୍ତ ୱେଟ୍ କରନ୍ତୁ ବୁଝିଲେ କି। ଆଉ ସଫିସିଏଣ୍ଟ ପାଣି ବି ପିଅନ୍ତୁ। ଏମିତିଆ ଖରା ମାନେ କହିବାର କଥା ନାହିଁ। ମୋ କର୍ମକ୍ଷେତ୍ର ପୁଣି ଗୋଟେରେ ପୁଣି କ'ଣ କରିବା ନା ଯିବାକୁ ପଡ଼ିବ କର୍ମକ୍ଷେତ୍ରକୁ। ନା କିଏ ଖାଇ ପିଇକିରି ଶୋଇବା ଟାଇମ୍ରେ ମୁଁ ଯିବି କେଉଁଠିକି ନା ମୋ କର୍ମକୁ। ତ କର୍ମ ହିଁ ଭଗବାନ, କର୍ମ କରିଚାଲ, ଭଗବାନ ଉପରବାଲା ଆପଣମାନଙ୍କୁ ଫଳ ଦେବେ। ତ ଷ୍ଟେ ଟ୍ୟୁନ୍ ହେଇ ରୁହନ୍ତୁ। ଆଗକୁ ଆଗକୁ କ'ଣ ସବୁ ହେଉଛି ଆପଣମାନଙ୍କ ସାମ୍ନାରେ। ତ ଠିକ୍ ଅଛି, ଯିବା। ଏବେ କ'ଣ କରିବା ନା, ଦେଖ ଏତେ ଜୋରେ ଗରମ, ପୁଣି ଚା କରିକି ପିଇବା। ଚା ନ ପିଇଲେ ସକାଳୁ ସକାଳୁ ଦିନଟା ଭଲରେ ଯିବନି। ଠିକ୍ ଅଛି, ଚାଲ ଚା କରିବା। ସେଟା ମୋଡ଼ିକିରି ପୁରେଇ ଦେ ଭିତରେ, ଭଲ ସେ ସାଇଜ୍ କରି ଭାଙ୍ଗିଦେ। ସେ ସାଇଡ଼ଟା ଫାଟି ଯାଇଛି ବୁଝିଲୁ। ଏଠି ଚା ବସିଲା ବୁଝିଲ। ଏତେ ଗରମରେ ଚା ମଣିଷ ପିଏ। ଚା ଚାଲିଛି, ଚା ଆସ ପିଇବ ସବୁ। ସେ କାହିଁ ଯାଇଛି କାହିଁ ଯାଇଛି କହିଲୁ ଭାଇ? ଏତେ ଜୋରେ ତ ତାକୁ ଡର ମାରୁଛି, ଯାଉଛି କାହିଁକି? ହେଲା ଚାଲିଛି ଚା। ଏମିତି ତ ଗରମ କୋଉ ଭଳିଆ, ରୋଷେଇ ତ କରିବା ମହା ମୁସ୍କିଲ। ପାଗଳା ଭଳିଆ ଲାଗିଲାଣି ଏ ଗରମରେ। ନା ଆଉ ଗୋଟେ ଓଦା କରିଦେ। ଏଇ ବା ଛୁଇଁଟା ଯୋଉଟା ଘୋଡ଼ା ହେଇକି ଥୁଆ ହେଇଛି, ଏଟା ଓଦା କରିଦେ ହେଲା। ଏ ଆଗ ପଟର ଦୃଶ୍ୟ ଏମିତି ଅଛି। ଆସିଲା ବେଳେ ବୋପାଲ ବାଘ ଭଳିଆ ଖରା ପୁରା। ପ୍ରଭୁଙ୍କର ପୂଜା ହେବ ଭାଇ ଗାଧେଇ ସାରିଲା ପରେ ବୁଝିଲ। ଏବେ ଆମେ କ'ଣ କରିବା ନା ବଡ଼ିଟା ଭାଜିବା, ତାପରେ ସଜନା ଛୁଇଁ ତରକାରୀଟା କରିବା ଆଉ। ସବୁ କାମ ଧାମ ସବୁ ଶେଷ। ଏଠି ବହୁ ଗରମ ହେଉଛି ଯେ ଭାଇରେ କୁହନା କୁହନା। ଏଠି ଆସିକି ବସିଛି, ରୋଷେଇ କାମ ସବୁ ସରିଗଲାଣି ହେଲା। ଭାଇ ଆମର ତାର ଖାଇ ପିଇକିରି କର୍ମକ୍ଷେତ୍ରକୁ ବାହାରିଗଲାଣି ଟିଫିନ୍ ଧରି। ଆଉ ମୁଁ ଗୋଟେ ଏଡ଼େ ପାଗଳା
ମାନେ କହିବାର କଥା ନାହିଁ ରୋଷେଇଟା କଲି ଯେ ଦେଖୁନ ମାନେ ସଜନା ଛୁଇଁ ତରକାରୀ କଲି ଯେମିତି ମାନେ କଷା ହେଇଗଲା ଝୋଳ ଟୋଟାଲ ନାହିଁ ପୁରା ଶୁଖିଲା ଶୁଖିଲା ହେଇଗଲା କ'ଣ କରିବ ପୁରା ଶୁଖିଲା ଶୁଖିଲା ସବୁ କାମ ସରିଗଲା କ'ଣ ଆଉ ମଣିଷ କରିବ କିଛି ଜାଣି ହେଉନାହିଁ ଏ ଗରମର ମୁଣ୍ଡ କିଛି କାମ କରୁନାହିଁ ଯାଇଥିଲି ନିଜର ନିତ୍ୟ କର୍ମ ସାରିବା ପାଇଁ ଝାଳ ଦେଖ ମାନେ ବାଥରୁମ୍ ଭିତରେ ପଶି ହେଉନାହିଁ ବୁଝିପାରୁଛ ଏଠି ପ୍ରଭୁଙ୍କ ପୂଜା ସରିଗଲା ପ୍ରଭୁ ଜୟ ଜଗନ୍ନାଥ ଶୁଭ ସକାଳ ପ୍ରଭୁଙ୍କର ପୂଜା ସରିଗଲା ଭାଇ ଆମର ପୂଜି ଚାଲିଗଲା ଆଉ ସୂର୍ଯ୍ୟ ମହାପ୍ରଭୁ ଏବେ ଦେଖା ଦେଲେ ଦେଖୁଛନ୍ତି କେଉଁ ରେଟ୍ର ଖରା ଆଇଲାଣି ପାଗ କେଉଁ ରେଟ୍ର କରିଛି ଏମିତି କରିଛି ପାଗଟା ଦିନମାନ ଯାକ ମାନେ ଏଇ ଯେଉଁ ଘର ଭିତରେ କଟିଆ ଭାରି ମୁସ୍କିଲ ହେଇଯାଉଛି ରେ ବାବା ପୁରା ନିଆଁ ହେଇଯାଉଛି ଏ ଆଜବେଷ୍ଟ ବୁଝିପାରୁଛ କ'ଣ କରିବା 8ଟା ବାଜିଲାଣି ମାନେ ଯେଉଁ ରେଟ୍ର ଗରମ କହିବାର କଥା ନାହିଁ ବୁଝିଲ ଏମିତି ତ ଅଛି ଆଉ କ'ଣ କରିବା ଗାଡ଼ି ଏଠି ପୋଛୁଥିଲି ଗାଡ଼ି ପୋଛା କାମ ସରିଗଲା ଗାଡ଼ି ବହୁତ ଅଳିଆ ଅସନା ହେଇ ପଡ଼ିଥିଲା ଗାଡ଼ି ଯାହା ହଉ ଟିକେ ପଲିସ୍ ଟିକେ ମାରିଦେଲି ପଲିସ୍ ମାରି ସାରିଲା ପରେ ଟିକେ କ୍ଲିନ୍ ହେଇଗଲା ଗାଡ଼ିଟା ବୁଝିଲେ ବହୁତ ଦିନ ପରେ ମାନେ ବହୁତ ଦିନ କ'ଣ ବାହାଘର ଟେନସନରେ ଗାଡ଼ି ଟିକେ ବି ପୋଛି ପାରୁନଥିଲି ଆଉ ଗାଡ଼ି ପୋଛିଲା ବେଳକୁ ଦେଖ ଅବସ୍ଥା କ'ଣ ପୁରା ଢିଲା ହେଲା ଏତେ ଜୋରେ ଗରମ କହିବାର କଥା ନାହିଁ ମୁଁ ତ ପୁରା ପୂର୍ବରୁ କହି ଆସିଛି ଗରମ ଯେ ଗରମ ଟୋଟାଲ ଗରମ ପରିବେଶ ଇଏ ଏଠି ସମ୍ଭାଳି ରହିବା ମହାନ ମୁସ୍କିଲ ଆଉ ଦେଖ ସୂର୍ଯ୍ୟ ମହାପ୍ରଭୁଙ୍କର ପ୍ରକୋପ ପଳେଇ ଆଇଲା କେଉଁ ରେଟ୍ର ଖରା ଦେଖୁଛନ୍ତି ଏ ରେଟ୍ର ଖରା ଇଏ ପୁରା ହିଟ୍ ହେଇକିରି ପୁରା ଘର ଯେମିତି ପୁରା ନିଆଁ ବୁଝିପାରୁଛ ଏତେ ଜୋରେ ନିଆଁ ଯେ ମାନେ କହିବାର କଥା ନାହିଁ ପ୍ରବଳ ଜୋରେ ଗରମ ଆଉ ଖାଲି ପାଣି ଟିକେ ପାଣି ବି ପିଇ ହେଉନି କାହିଁକିନା ପାଣି ବି ଗରମ ପାଣି ବୁଝିପାରୁଛ ଏତେ ପାଣି ବି ଗରମ ଲାଷ୍ଟକୁ କ'ଣ କରିଛି ନା ମାଠିଆ ଭିତରେ ପାଣି ପୁରେଇ ରଖିଛି ସିଏ ପାଣି ବି ଭଲ ଲାଗୁନି ପିଇବା ପାଇଁ ଆଉ କ'ଣ କରିବ ଏ ଦେଖୁନ ମାଠିଆ ଭିତରେ ସବୁ ପାଣି ପଶିଛି ଏଇଠି ଲାଷ୍ଟକୁ ମାଠିଆ ଭିତରେ ପାଣି ଲୋଡ଼ କଲି ମାଠିଆ ପାଣିଟା ପିଇଲା ବେଳକୁ ମାଟି ମାଟି ଟିକେ ଲାଗୁଛି ବୋଟଲ ଭିତରେ ପୁରେଇକିରି ତାକୁ ରଖିଛି ଷ୍ଟକ୍ କରିକିରି ହେଲା ଆଉ ଟ୍ୟାପ୍ରୁ ତୁମେ ଯଦି ଡାଇରେକ୍ଟ ଯଦି ଟ୍ୟାପ୍ରୁ ପାଣିଟା ବାହାର କରିବ ଏହା ଗରମ ପାଣି ବୁଝିଲ ଏବେ ଟିକେ ଥଣ୍ଡା ଆସିଲା ତାପରେ ଏଠି ଗରମ ଓପାଲୋ କି ଗରମ ହେଇ ଆସିଗଲା ଗରମ ଗରମ ପାଣି ପୁରା ଯେମିତି ମାନେ ସାଙ୍ଗେ ସାଙ୍ଗେ ଯେମିତି ଗ୍ୟାସ୍ ଚୁଲାରୁ ଓହ୍ଲା ହେଇଛି ପାଣି ଗରମ ହେଇକିରି ଏତେ ଜୋର ଗରମ ପାଣି ତ ଠିକ୍ ଅଛି ତ ଟାଇମ୍ ହେଲାଣି କର୍ମକ୍ଷେତ୍ରକୁ ଯିବାର ଟାଇମ୍ ପାଖାପାଖି ପଳେଇ ଆସିଲାଣି ଯିବା ଏବେ କ'ଣ କରିବା ନା ଗାଧେଇ ସାରିକିରି ଖାଇକିରି କର୍ମକ୍ଷେତ୍ରକୁ ବାହାରିବା କର୍ମକ୍ଷେତ୍ର ବାହାରିବା ଯିବା ବାଟରେ ଆପଣମାନଙ୍କୁ ଦେଖେଇବି ବାଟରେ କେତେ ଖରା ଆଉ ମୁଁ କେମିତି କଷ୍ଟ କରିକିରି କର୍ମକ୍ଷେତ୍ରକୁ ମୋର ଯାଉଛି ବୁଝିପାରିଲେ ଏଇ ହେଉଛି ଜୀବନ ଆମର ପୁଅ ପିଲାଙ୍କ ଜୀବନ ଏଇଆ ବୁଝିପାରୁଛନ୍ତି ବହୁତ କଷ୍ଟ ତ ଠିକ୍ ଅଛି ଯିବା ଗାଧେଇ ପଡ଼ିବା ଗାଧେଇ ସାରି ଖାଇକି ଟିକେ ରେଷ୍ଟ ନେବା ରେଷ୍ଟ ନେଇକି 15 ମିନିଟ୍ ଖଣ୍ଡେ ରେଷ୍ଟ ନେଇକି ତାପରେ ଯିବା କେଉଁଠିକି ନା ଆମର କର୍ମକ୍ଷେତ୍ର ତ ବାହାରିଲି କର୍ମକ୍ଷେତ୍ରକୁ କେତେଟା ବାଜିଲା ନା 12:30 ହେଇଗଲାଣି ହେଲା 12:30ରେ କେଉଁ ରେଟ୍ର ଖରା ଆପଣମାନେ ଦେଖିପାରୁଥିବେ ଏବେ ଏଇ ଟାଇମ୍ରେ ଯାଉଛି ମୋ କର୍ମକ୍ଷେତ୍ରକୁ ତ ଠିକ୍ ଅଛି ଟିକେ ଦେଖିଦିଅନ୍ତୁ କେଉଁ ରେଟ୍ର ଖରା ଦେଖିଲେ ପୁରା ମୁଣ୍ଡ ଫଟା ଖରା ଏଥିରେ ମୁଁ ଯାଉଛି କେଉଁଠି ନା ମୋ କର୍ମକ୍ଷେତ୍ରକୁ ବୁଝିପାରିଲେ ଗାଡ଼ି ଏଠି ଥୁଆ ହେଇଛି ଗାଡ଼ିରେ ଚାବି ଅନ୍ ହେଇଗଲେ ନେଇକି ଯାଉଛି ତ ଠିକ୍ ଅଛି ମୁଁ 8ଟା ପରେ ଫେରିଲା ପରେ ରାତି 8ଟାରେ ଫେରିବି 8ଟାରେ ଫେରିଲା ପରେ ଆପଣମାନଙ୍କ ସାଙ୍ଗରେ କଥାବାର୍ତ୍ତା ହେବି କାହିଁକିନା କର୍ମକ୍ଷେତ୍ରରେ ମୁଁ ତ ଆଉ ଆପଣମାନଙ୍କ ସାଙ୍ଗରେ କିଛି ଦେଖେଇ ପାରିବିନି ନା କିଛି କଥା ହେଇପାରିବିନି ତ ସେଥିପାଇଁ ଦୁଃଖିତ ତ ଆସିଲା ପରେ ଆପଣମାନଙ୍କ ସାଙ୍ଗରେ କଥା ହେବା ଆଉ ଭିଡ଼ିଓଟା ଏଣ୍ଡ କରିବା ରାତି 8ଟାରେ ଠିକ୍ ଅଛି ସାଙ୍ଗମାନେ ଆପଣମାନଙ୍କୁ କହିଥିଲି କ'ଣ ନା ମୁଁ କର୍ମକ୍ଷେତ୍ରରୁ ଫେରିଲା ପରେ ଆପଣମାନଙ୍କୁ କହିବି କ'ଣ କହିବି ନା ଏବେ ଆସିକିରି ପହଞ୍ଚିଲେ ଦେଖିପାରୁଥିବେ ମାନେ ଡ୍ୟୁଟି ପ୍ୟାଣ୍ଟ ସାର୍ଟ ବି ଖୋଲା ହେଇନି ଭାଇ ପଳେଇଛି କେଉଁଠି ନା ଘରକୁ ପଳେଇଛି ଆଉ ଏକୁଟିଆ ରୁମ୍ ପୁରା ଖାଲି ଖାଲି ଯିବା କ'ଣ ଟିକେ ରୋଷେଇ କରିବା ଖାଇବା ରୋଷେଇ କ'ଣ ପଖାଳ ତ ଅଛି ଆଉ ସାଇଡ୍ ଡିସ୍ ଗୋଟେ କ'ଣ ଭଜା କରିବା ଖାଇବା ଆଉ ବୁଝିଲେ ଏବେ ଟିକେ ଥଣ୍ଡା ଲାଗୁଛି ଥଣ୍ଡା କ'ଣ ଇଏ ତ ଯେଉଁ ଗରମ ମାନେ ରାତିରେ ବି ଶୋଇ ହେଉନି ବୁଝିପାରିଲେ ଉପରେ ପୁରା ନିଆଁ ପବନ ବାହାରୁଛି କହିବାକୁ ଗଲେ ଏତେ ଜୋରେ ଗରମ ଏତେ ଇଏ ମାନେ ପୁରା ଟେନସନିଆ ଲାଗିଲାଣି ଆହୁରି କେତେ ଦିନ ଗରମ ପଡ଼ିବ କ'ଣ କରିବ କିଛି ବି କହି ହେଉନି ଏଠି ଆସିକି ବସିଛି କିଛି ସମୟ ରେଷ୍ଟ ନେଉଛି ରେଷ୍ଟ ନେଇ ସାରିଲା ପରେ
ଯାହା ଟିକେ ଡ୍ରେସ୍ ଫ୍ରେସ୍ ସବୁ ଖୋଲିକିରି ଟିକେ ଫ୍ରେଶ୍ ହେଇଯିବା, ଫ୍ରେଶ୍ ହେଇକିରି ଖାଇବା ପାଇଁ ବସିବା ହେଲା। ତ ଆପଣମାନେ ଦେଖିଲେ ପୁରା ଦିନର କ'ଣ କଲି କ'ଣ ନାହିଁ, ପୁରା କେତେ ଜୋରେ ଗରମ, କେତେ ମାନେ ଖରାରେ କର୍ମକ୍ଷେତ୍ରକୁ ମୋର ଯିବାକୁ ପଡ଼ୁଛି। ଆଉ କ'ଣ କରିବା, କର୍ମ ହିଁ ଜୀବନ। ଆପଣମାନଙ୍କୁ ସବୁବେଳେ କହି ରଖୁଛି, କର୍ମ କରିଚାଲ, ଭଗବାନ ଫଳ ଦେବେ, ବୁଝିପାରୁଛନ୍ତି। ତ ଠିକ୍ ଅଛି, ଆସି ଟାଇମ୍ ହେଇଗଲା କେତେଟା ନା 8:30, ଯିବା ରୋଷେଇ କରିକିରି ଖାଇବା କ'ଣ। ତ ସେଥିପାଇଁ ରହୁଛି, ବାଏ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ବାଏ।